ନା ଆଇନର କଥା ନୁହେଁ, ସେଥିରେ କିଛି ଲୋକ ଯୋଉମାନେ ଦୁର୍ବୃତ୍ତ ହବାକୁ ଚେଷ୍ଟା କରିବେ ସେଥିରେ କିଛି କରିବାର ନଥାଏ। ତେଣୁକରି କିଛି ଲୋକ ଯୋଉ ଭଳିଆ ଅମାନିଆ ଭାବରେ କରୁଛନ୍ତି, ବାରମ୍ବାର ମନ୍ଦିର ପ୍ରଶାସନ ତରଫରୁ କୁହାଯିବା ପରେ ବି ଯାହା କରୁଛନ୍ତି, ସେଥିରେ ଆହୁରି କଠୋର କେମିତି କରାଯିବ ଦଣ୍ଡବିଧାନର ପ୍ରକ୍ରିୟା ତା ପାଇଁ ଚିନ୍ତା ଚାଲିଛି। ଏବଂ ବିଶେଷ କରିକି ଏଇ ଯୋଉ ଲୋକମାନେ କରୁଛନ୍ତି ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁନାହାନ୍ତି, ସିଏ ଏଇଭଳି ଭାବରେ ଡ୍ରାମା କରିବାକୁ ଆସୁଛନ୍ତି ଏବଂ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଚଲେଇବାକୁ ଆସୁଛନ୍ତି। ତେଣୁକରି ସେଇ ଯୋଉ ବ୍ୟକ୍ତିମାନଙ୍କୁ ତାଙ୍କୁ ନିଶ୍ଚିତ ଭାବରେ କଠୋର ଭାବରେ କେମିତି ତାକୁ ଆମେ ସେ କଥାକୁ ବନ୍ଦ କରେଇବୁ ସେ ବାବଦରେ ବି ଆଲୋଚନା ଚର୍ଚ୍ଚା ହେଇଛି ଏବଂ ତାକୁ ଆଗକୁ ଆହୁରି କଠୋରତାର ସହିତ ଆମେ ସେ କଥାକୁ ଦେଖିବୁ। ସ୍ୱତନ୍ତ୍ର ଆଇନ ଆଣିବା ପାଇଁ କିଛି ବ୍ୟବସ୍ଥା ଗୁଡ଼ିଏ ଦେଖନ୍ତୁ ଅନେକ ଗୁଡ଼ିଏ କଥା ଯୋଉଟା କି ପୁରୁଣା ଆକ୍ଟରେ ଆମର ପ୍ରାବଧାନ ଅଛି ବିଭିନ୍ନ ପନିଶମେଣ୍ଟର, ସେଥିରେ କିଛିଟା ପରିବର୍ତ୍ତନ ପାଇଁ ଏବେ ପ୍ରକ୍ରିୟା ଚାଲିଛି ଏବଂ ଏଇ ମନ୍ଦିର ଭିତରେ ଫଟୋ ଉଠାକୁ ଏବଂ ମୋବାଇଲ ଇତ୍ୟାଦି ମୋବାଇଲ ହଉ କି ଯୋଉ ଚଷମାରେ ଲେନ୍ସ ଲଗେଇକି ଆସୁଛନ୍ତି ୟାକୁ ସମ୍ପୂର୍ଣ୍ଣ ରୂପେ ବ୍ୟାହତ କରିବା ପାଇଁ ଯାହା ତା ବାବଦରେ ଯାହା ଦଣ୍ଡବିଧାନ କରାଯିବା କଥା, ଯୋଉ କଥା କି ନଥିଲା ଆମର ପୁରୁଣା ପ୍ରାବଧାନରେ, ତାକୁ କରିବା ପାଇଁ ବି ସେ ବାବଦରେ ଚିନ୍ତା ଚାଲିଛି ଏବଂ ସେ ବାବଦରେ ପ୍ରକ୍ରିୟା ବି ଆରମ୍ଭ ହେଇଛି। ସେ ବାବଦରେ ମନ୍ଦିର ପ୍ରଶାସନ ତାର ପୁରା ଏକ୍ସରସାଇଜ ଜାରି ରଖିଛି ଏବଂ ସେମାନେ ସମ୍ପୂର୍ଣ୍ଣ ରୂପେ ଠିକ ଠାକ ଯେମିତି ହବ ଦର୍ଶନ ଲୋକ କରିକି ଫେରିବେ ଯେତେ ସଂଖ୍ୟା ହେଲେ ବି ସେ କଥା ପାଇଁ ଯାହା ବ୍ୟବସ୍ଥା ଦରକାର ସେ କଥା କରୁଛନ୍ତି ଏବଂ ମନ୍ଦିର ବାହାରର ଯୋଉ ସୁରକ୍ଷା ବ୍ୟବସ୍ଥା ଏବଂ ଲୋକଙ୍କର ଯୋଉ ଶୃଙ୍ଖଳିତ ଭାବରେ ଲୋକ ଯିବା ଆସିବା କରିବାଟାକୁ ତାକୁ ବି ପୁଲିସ ବିଭାଗ ତରଫରୁ ଗୋଟେ ଜଏଣ୍ଟ ଇଫୋର୍ଟ ଦିଆଯାଉଛି। ସେ ବାବଦ କିନ୍ତୁ ଯୋଉମାନେ ଆଇଡେଣ୍ଟିଫାଇ ହଉଛନ୍ତି ଯୋଉମାନେ ଇଲିଗାଲ ଇମିଗ୍ରାଣ୍ଟ ସେମାନଙ୍କୁ ଯାହା କରାଯିବା କଥା ସେ ବାବଦରେ ସରକାର ଦୃଢ ଅଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ କରାଇବାଠୁ ଆଉ ଅଲଗା କୌଣସି ରାସ୍ତା ନାହିଁ। ସେମାନଙ୍କୁ ନିଶ୍ଚିତ ଭାବରେ ସେ ଦୃଷ୍ଟିରୁ ଯାହା ପଦକ୍ଷେପ ନେବା କଥା ସରକାର କରିବେ।